ଅଷ୍ଟପହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମାରା ଗ୍ରାମ ପଞ୍ଚାୟତ ବୋବରିଆ ଗ୍ରାମର ଦୋଳ ପୂର୍ଣ୍ଣିମା ଅବସରରେ ମା ଲଙ୍କେଶ୍ୱରୀ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ହେଉଥିବାରୁ ଅଷ୍ଟପହର ଅଖଣ୍ଡ ନାମଯଜ୍ଞ ପାଇଁ ଆଜି ଅଧିବାସ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ନାମ ଆରମ୍ଭ ହେବା ସହ 5 ତାରିଖ ଗୁରୁବାର ପୂର୍ଣ୍ଣାହୁତି ହେବାକୁ ଯାଉଛି। ଆଜି ସ୍ଥାନୀୟ ପୂଜା ମଣ୍ଡପରୁ ସଂକୀର୍ତ୍ତନ ଦଳ, ଘଣ୍ଟଆଳ ଓ ବିଭିନ୍ନ ସାଂସ୍କୃତିକ ଦଳ ସହ ଶତାଧିକ ମହିଳା କଳସ ଯାତ୍ରା ଶୋଭାଯାତ୍ରାରେ ବାହାରିଥିଲେ। ଚାରିଖୁଣ୍ଟିଆ ପୋଖରୀ ପୂଜା ଅର୍ଚ୍ଚନା ପୂଜକ ପୁରନ୍ଦର ଦାସ ସେଠାରୁ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ନାମଯଜ୍ଞରେ ପୂଜାକର୍ତ୍ତା ରୋହିତ କୁମାର ମାଝୀ ଓ କସ୍ତୁରୀ ମାଝୀ ସହ ସମ୍ପନ୍ନୀ ଦାୟିତ୍ୱ ନିର୍ବାହ କରିଛନ୍ତି। କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।